ନା ଆକାଶ ବଂଶର ମୁଁ ଗଡରାମୁଣ୍ଡା ଗାଁରୁ ଖଡ଼ିଆ ବ୍ଲକରୁ ଆସିଛି। ମୁଁ ଗତ 2010 ମୋର ସ୍ପାଇନାଲ କର୍ଡ ଇଞ୍ଜୁରି ହେଲା, ଯେମିତି ମୋର ରଙ୍ଗ ସର୍ଜରୀ ଲାଗି ମୋର ଟ୍ୟୁମର ଲାଗି ମୋର ସର୍ଜରୀ ଅନସକ୍ସେସଫୁଲ ହେଲା। ତ ମୋର ସେ ପାଖକୁ ମୋର ଗୋଡ଼ ଦୁଇଟା ଅଚଳି ଗଲା। ତାପରେ ମୁଇଁ ମୋର ଷ୍ଟଡି କଣ୍ଟିନ୍ୟू କରୁଥିଲି। 2022 ମୁଇଁ ଓଲ୍ଟପୁର ଗଲି ଗୋଟେ ଫିଜିଓଥେରାପି ସେଣ୍ଟରକୁ, ଯେନ୍ ପାଖେ ମୁଇଁ ଏନ ଶିଖଲି କି କେନ୍ତା ଆମର ପିଲାମାନେ ମୋର କ୍ୟାଟାଗୋରୀ ପିଲାମାନେ ବହୁତ ସାରା ଥିଲେ, ଯେନ୍କି ସେମାନେ ଗେମ୍ ଖେଲୁଥିଲେ, ବହୁତ ପ୍ରକାର ବହୁତ କିଛି କରୁଥିଲେ। ସେମାନଙ୍କୁ ଦେଖିକି ମୁଁ ଇନ୍ସପାୟାର ହେଲି। ମୁଁ ଫାର୍ଷ୍ଟ ଟାଇମ୍ 2022 ଏକା ଷ୍ଟେଟ୍ ଲେଭେଲ ପାର୍ଟିସିପେଟ୍ କଲି ସୁଇମିଂ ରେ। ତ ମୁଁ 3ଟା ଗୋଲ୍ଡ ମେଡାଲ ମାରିଲି। ସିଲେକ୍ସନ ହେଲି, ଗ୍ୱାଲିୟରକୁ ଗଲି। ଗ୍ୱାଲିୟରରେ ମଧ୍ୟ ନ୍ୟାସନାଲ ରେ 2ଟା ଗୋଲ୍ଡ ଆଉ ଗୋଟେ ସିଲଭର ମାରିଲି। ପୁଣି 2024 ଆଉ ଥରେ ଷ୍ଟେଟ୍ ହେଲା, ସେଇଠି ମଧ୍ୟ 3ଟା ଗୋଲ୍ଡ ମେଡାଲ ମାରିଲି ଆଉ ଥରେ। ତାପରେ 2024 ଗୋଆକୁ ଗଲି, ସେଇଠି ମଧ୍ୟ ଆଉ ଥରେ 2ଟା ଗୋଲ୍ଡ ଆଉ ଥରେ ସିଲଭର ମାରିଲି। କିନ୍ତୁ ଏ ବର୍ଷ ମଧ୍ୟ ଲାଷ୍ଟ ଇୟର ଷ୍ଟେଟ୍ ରେ 3ଟା ଗୋଲ୍ଡ ମେଡାଲ ଆଉ ଥରେ ମାରିକି ହାଇଦ୍ରାବାଦ ଗଲି, ସେଇଠି ପୁଣି ଆଉ ଥରେ 2ଟା ସିଲଭର ମେଡାଲ ମାରିଲି। ଏହା ଛଡା ହୁଇଲଚେୟାର ରଗ୍ବି ମଧ୍ୟ ଥିଲେ, ଯୋଉଟା କି 2024 ଆଉ 2025 ଚମ୍ପିୟନ ହେଇଥିଲି ଗୋଲ୍ଡ ମେଡାଲ ମାରିକି। ଟୋଟାଲ ମୋ ପାଖରେ ନ୍ୟାସନାଲ 10ଟା ମେଡାଲ ଅଛି। ତାପରେ ମୁଁ ଯେତେବେଳେ ଦେଖିଲି ଆଗକୁ ଏମିତି ଖେଳିଲେ ହଉନି, ତ ମୁଁ ଭାବିଲି କି ଆଉ ଟିକେ ଇଣ୍ଟରନ୍ୟାସନାଲ ପାଇଁ ମତେ ଆଉ ଟିକେ ମେହନତ ଦରକାର। ଯୋଉଥିପାଇଁ ମତେ ଗାଡିଟେ ଆବଶ୍ୟକ ଥିଲା, ମୋର ମାନେ ଯିବା ଆସିବା ପାଇଁ ଟାଉନ ଉପରେ ମତେ ବହୁତ ଡିଫିକଲ୍ଟ ହଉଥିଲା ଯିବା ଆସିବା ପାଇଁ ସୁଇମିଂ ପୁଲ କୁ। ତ ସେ ସମୟରେ ମୁଁ ଆସିକି 2023 ପାଇଁ ମିଟ୍ କରିଥିଲି, ଆମର ଆଉ ଜଣେ କଲେକ୍ଟର ସାର୍ ଜଣେ ଥିଲେ। ତ ସେ ସମୟରେ ମୁଁ ଆପ୍ଲିକେସନ ଦେଇଥିଲି, ତ ସାର୍ ଟ୍ରାନ୍ସଫର ହେଇକି ପଳେଇଲେ, ହେଇପାରିଲାନି। ପୁଣି ଥରେ ଆସିକି ଡିଏସ୍ଓ ସାର୍ କୁ ଦେଖା କରିଥିଲି, ସେଇଟା ପ୍ରୋସିଜର ହେଇକି ଆଜି ମୁଁ ହୁଇଲଚେୟାର ପାଇଛି, ମତେ ବହୁତ ଖୁସି ଅଛି। ପ୍ରଶାସନକୁ ବହୁତ ଧନ୍ୟବାଦ ଦେବି କି ମତେ ଏତେ ସାହାଯ୍ୟ କରିଥିବାରୁ। ଆମର ଏତେ ଆଶା ଅଛି କି ଆଗକୁ ମଧ୍ୟ କୌଣସି ଯଦି ଇକ୍ୟୁପମେଣ୍ଟ ଯଦି ଦରକାର ହବ ମତେ ସାହାଯ୍ୟ କରିବେ।